ଏହି ପାଞ୍ଚଟି କଥା ସଦାବେଳେ ମନେ ରଖନ୍ତୁ। ଯଦି କେହି ଆପଣଙ୍କୁ ଅଣଦେଖା କରେ ତେବେ ତାକୁ ସମ୍ପୂର୍ଣ୍ଣ ଅଣଦେଖା କରନ୍ତୁ। କାହାକୁ ତେଲ ମାରିବା ଦରକାର ନାହିଁ। ନିଜର ଦାରିଦ୍ର୍ୟ ବିଷୟରେ କାହାକୁ କୁହନ୍ତୁ ନାହିଁ, ନଚେତ୍ ଲୋକମାନେ ଆପଣଙ୍କ ଉପରେ ହସିବେ। ଆପଣଙ୍କ ଠାରୁ ଧନୀ ଲୋକ କିମ୍ବା ନେତାଙ୍କୁ ଭିକ ମାଗିବା ବନ୍ଦ କରନ୍ତୁ। ଆପଣ କାହାର ଦାସ ନୁହେଁ। ନିଜ ଜିଭକୁ ସଂଯମ ରଖିବା ଶିଖନ୍ତୁ। କାଲି କ'ଣ କରିବାକୁ ଯାଉଛନ୍ତି କାହାକୁ କୁହନ୍ତୁ ନାହିଁ। ସବୁବେଳେ ନିଜର ଦୁର୍ବଳତାକୁ ଗୁପ୍ତ ରଖନ୍ତୁ। ଏପରିକି ଆପଣଙ୍କ ସବୁଠାରୁ ଭଲ ବନ୍ଧୁଠାରୁ ମଧ୍ୟ। ହସ ଥେରାପି ହସ ୟାକୁ ମୁଖମଣ୍ଡଳରେ ଧରି ରଖିବା ପାଇଁ ଟଙ୍କା ଗୋଟାକର ଆବଶ୍ୟକତା ହୁଏ ନାହିଁ। ହେଲେ କାହାକୁ ଦେଖି ମୁହଁରେ ହସ ଟିକିଏ ଫୁଟେଇବା ପାଇଁ ଆଜିକାଲି ସମସ୍ତେ ଭାରି କାମ୍ପି। ହସ ଏମିତି ଗୋଟେ ଔଷଧ ଯାହା ରାଗ, ଅଭିମାନ, ଅସନ୍ତୋଷ ଭଳି ବଡ଼ ବଡ଼ ରୋଗକୁ ସହଜରେ ଦୂର କରିବାର କ୍ଷମତା ରଖେ। ସେଥିପାଇଁ ତ ବିଖ୍ୟାତ ଲେଖକ ମାର୍କ ଟ୍ୱେନ୍ କହିଛନ୍ତି, ମାନବ ଜାତି ପାଖରେ ଗୋଟିଏ ବହୁ ପ୍ରଭାବୀ ଅସ୍ତ୍ର ରହିଛି ଏବଂ ତାହା ହେଉଛି ହସ। କିନ୍ତୁ ବିନା ମୂଲ୍ୟର ଏହି ଔଷଧର ପ୍ରୟୋଗ ସମସ୍ତଙ୍କର କ୍ଷମତା ଭିତରର କଥା ନୁହେଁ। ହସକୁ ମୁହଁରେ ଫୁଟେଇବା ପାଇଁ ଉଦାର ମନ ସହ ଧୈର୍ଯ୍ୟ ଓ କ୍ଷମା ଭଳି ଦୁଇଟି ବିଶେଷ ଗୁଣର ଅଧିକାରୀ ହେବା ବ୍ୟକ୍ତି ପାଇଁ ନିହାତି ଆବଶ୍ୟକ। ପରିବାର ଗୋଟେ ଏମିତି ଔଷଧ ଯାହା ପାଖରେ ଥିଲେ ଆମକୁ ମଜବୁତ କରିଥାଏ। ଯେତେବେଳେ ପରିବାର ସାଥିରେ ଥାନ୍ତି ସେତେବେଳେ ପ୍ରତ୍ୟେକ ପରିସ୍ଥିତି ସହଜ ଲାଗିଥାଏ। ପରିବାରର ସାଥ ସବୁଠାରୁ ବଡ଼ ସାହସ ହୋଇଥାଏ। ଯିଏ ପରିବାର ପାଇଁ ବଞ୍ଚିଛନ୍ତି ସିଏ ହିଁ ସଫଳ ପାଇଛନ୍ତି। ଟଙ୍କା ରୋଜଗାର କରି ହୋଇଥାଏ, କିନ୍ତୁ ପରିବାରର ଭଲ ପାଇବା କିଣି ହୋଇନଥାଏ। ପରିବାର ସବଳ ଥିଲେ ଭବିଷ୍ୟତ ମଧ୍ୟ ସବଳ ହୋଇଥାଏ। ପରିବାର ଆମକୁ କେବେ ବି ଝୁଣ୍ଟିବାକୁ ଦିଅନ୍ତି ନାହିଁ, ବରଂ ସାହାଯ୍ୟ କରନ୍ତି। ଯେଉଁଠାରେ ପରିବାର ଥାଏ ସେଠାରେ ସୁଖର ଗୁଞ୍ଜନ ଦେଖା ଦେଇଥାଏ। ଜୟ ଶ୍ରୀ ଜଗନ୍ନାଥ।